ବର୍ତ୍ତମାନ ସବୁଠୁ ବଡ଼ ଖବର। ବାଲେଶ୍ୱର ଜିଲ୍ଲା ନୀଳଗିରି ମିତ୍ରପୁର ନିକଟ ବ୍ଲୁ ଲେକ୍ରେ ଅଘଟଣ। ପାଣିରେ ବୁଡ଼ି ଯାଇଥିବା 3 ଛାତ୍ରଙ୍କ ମଧ୍ୟରୁ ଜଣକୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ 2 ଜଣ ବୁଡ଼ି ଯାଇଥିଲେ। ସମସ୍ତ ଛାତ୍ର ହେଉଛନ୍ତି ଫକୀରମୋହନ କଲେଜର। ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ବହୁ ଖୋଜାଖୋଜି ପରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ ଛାତ୍ରଙ୍କର ସନ୍ଧାନ ଏପର୍ଯ୍ୟନ୍ତ ମିଳିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସବୁଠୁ ବଡ଼ ଖବର। ବାଲେଶ୍ୱର ଜିଲ୍ଲା ନୀଳଗିରି ମିତ୍ରପୁର ନିକଟ ବ୍ଲୁ ଲେକ୍ରେ ଅଘଟଣ। ପାଣିରେ ବୁଡ଼ି ଯାଇଥିବା 3 ଛାତ୍ରଙ୍କ ମଧ୍ୟରୁ ଜଣକୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ 2 ଜଣ ବୁଡ଼ି ଯାଇଥିଲେ। ସମସ୍ତ ଛାତ୍ର ହେଉଛନ୍ତି ଫକୀରମୋହନ କଲେଜର। ଅଗ୍ନିଶମ ବାହିନୀ ଓଡ୍ରାଫ୍ ଟିମ୍ ବହୁ ଖୋଜାଖୋଜି କରିବା ପରେ ଆଜି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ ନିଖୋଜ ଅଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।